ଚା ପିଆକୁ ଆପଣମାନଙ୍କୁ ସ୍ୱାଗତ। ଆଜି ସକାଳର ଚା ପିଆ ତୋର ଆଇଲୁଣୁ ଚା ଆରେ ଚା ଆଣିବୁନି କି? ଆଜି ଆଉ ମଣିବାକୁ ଯାଇପାରିଲେନି। ଗତକାଲି ରାତିରେ ଆମର ମିଟିଂ ଥିଲା ମଠାରେ। ମିଟିଂ ପରେ ଯେଉଁ ଅରୁଆ ଇଟିଂ ହେଲା, ଅରୁଆ ତାପରେ ଯେଉଁ ସେଠି ପ୍ରବଳ ଘଣ୍ଟାଏ କାଳ ଗପିଲି ମିଟିଂରେ। ରାତିରେ ଭଲ ନିଦ ହେଲାନି। 2:30 ମୁଁ ଉଠିଲା ବେଳକୁ 2:30 ବୁଝିଲୁ। 2:30ରେ ଉଠିଲି, ଏକ ଗଲି ଚ୍ୟବନପ୍ରାଶ ଖାଇନଥିଲି, ଟିକେ ଚ୍ୟବନପ୍ରାଶ ଖାଇଲି, ତାପରେ ଯାଇ ନିଦ ଲାଗିଲା। 3:30ରେ ମୁଁ ସବୁଠୁ ଆଲାର୍ମଟାକୁ ବନ୍ଦ କରିଦେଲି। ଯେଉଁ 5:30 ବେଳେ ଦେଇଥିଲି ଆଲାର୍ମ, କଲେ ଆଉ ଘଣ୍ଟା କେତେ ଶୋଇପଡ଼ିବା, ଆଲାର୍ମଟା ବନ୍ଦ କଲି। ଆଲାର୍ମ ବାଜିଥିଲେ 5:30ରେ ବାଜିଥାନ୍ତା। 5:30ରେ ଉଠିବି ବୋଲି ଆଲାର୍ମ ବନ୍ଦ କରିଦେଲି। ଉଠିଲା ବେଳକୁ 6:30। ଆଜି ଟିକେ କମିଛି, ଲାଗୁଛି ଟିକେ କମ ହେଲା ଭଳିଆ। ଆଜି ଆଉ ଗଲିନି। ଉଠିକିରି ନିତ୍ୟକର୍ମ ସାରି ଏ ଘରଟା ଖରିକି ଦେଇଛି। ନିତ୍ୟକର୍ମ ସାରି ଚା ଟିକେ ପିଆ ହେଉଛି। ତାପରେ ଯୋଜନା ହେବ ଦିନରେ କ'ଣ ସବୁ ରୋଷେଇ ହେବ। ଆଜି ଯୋଜନା ହେବ। ଆଜି ମଙ୍ଗଳବାର, କାଲି ହେଉଛି ବୁଧବାର। ଏଇଟା ଦେଲୁ, ଏଇଟା ତୋର କଥା କହିଲି ଟିକେ ଶୁଭିବ। ନଦୀରେ ଥାଉ, ସେମିତି ଝୁଲଥାଉ। ତୁ ଚା ଆଣିବୁ କି? ନାଇଁ, ପାଣି ପିଇ ସାରେ। ହଉ ଯା, ପାଣି ପିଇକି ଚା ଆଣେ। ଦେହ ଚୋଇବା ଅବସ୍ଥା ଆସି, ଦେହ କାହିଁ ଚୋଉଛି? ଆଉ କାହିଁ ଚୋଇବ? ଆଉ ଚୋଇଲେ ଫେରେ ସବୁଦିନ ଚୋଉଛି। ଆଉ ଚା କମ ପିଉଛୁ ତୁ? ଚା କୋଉଠି କମେଇଲୁ? ଟିକେ ପିଉଛି। ଚା କମେଇ ଦେ। ଚା ପୁରା କମେଇକି ପିଇ, ପେଟଟା ଭଲ ରହିବ। ତୁ ଯେତିକି ଚା ପିଉଥିଲୁ ସେତିକି ଚା ପିଇଲେ ଦେହ ପୁରା ଖରାପ ହେଇଯିବ। ଚା ଗୁଡ଼ା ଭାରି କ୍ଷତିକାରକ ଆମ ଲାଗି। ସହଜେ ଆମେ ବୁଢ଼ା ବୁଢ଼ୀ, ମୁଁ ଆଉ ଚା ପିଉନି। ସେ ତାର ଆର ଡବଲ ପିଇବ। ମୁଁ ଯେତିକି ମତେ ଦେଇଛି ତାର ଡବଲ ସେ ପିଇବ। ଏ କପରେ ଡବଲ, ପୁରା ଫୁଲ କପ୍ ଆଗରେ 500 ଖଣ୍ଡେ ଚା, ତା କପରେ 500 ଚା ଧରିବ। ଚା କମେଇ ବାପୁନିର ପ୍ରବଳ ଥଣ୍ଡା। କାଲି କଥା ହଉଥିଲା ମୋ ସାଙ୍ଗରେ, ଆସିଥିଲା ଗାଁକୁ, ଆସିଥିଲା ପାଣି ଫଣି ବଦଳା ବଦଳି କଲା, ଏଇ ଯୋଉ ଗାଧେଇବା ପାଧେଇବା ପୂଜାରେ। ପ୍ରବଳ ଥଣ୍ଡା ତାକୁ, ତା ତଣ୍ଟି ଫଣ୍ଟି ପଡିଯାଇ ପୁରା। ଔଷଧ ଖାଉଛି। 25 ତାରିଖରେ ସେ ଆସିବ। ବାପୁନି ଆସିବ 25ରେ, 8 ଦିନ ଖଣ୍ଡେ ବୋଧେ ରହିବ। ଏଭଳି କଥା। ଆଜି କ'ଣ କରିବ ଖାଦ୍ୟ? ନାଉ ଅଛି, କରିଦବା। ନାଉଟା ଶୁଖିବ। ଲାଉଟା ଆଜି କରିଦବା। ସକାଳେ ସବୁ ପୁରା କରିଦବା, ସରିଯିବ। ଯାହା ଟିକେ ରହିବ ଖରାବେଳକୁ ସେ ଖାଇଦବା ହେଲା। ତାପରେ ଖରାବେଳକୁ ମଙ୍ଗଳବାର ଆଜି ନାଇଁ ଅଣ୍ଡା ମଣ୍ଡା କରନା। ଆଇଁଷ ଖାଇଯାଉ। ଶୁଣି ଆମଲେଟ କରିବୁ ଅଣ୍ଡା ଆଗରୁ? ଆଚ୍ଛା ହଉ, ଅଣ୍ଡା ଆଣିବା, ଆମଲେଟ କରିବୁ। ଆଉ କଦଳୀ ଭଜା, ଡାଲି କରିବ। କଦଳୀ ଭଜା, ଅଣ୍ଡା ଆମଲେଟ, ଡାଲି। ଡାଲି କି ଡାଲି କରିବ? ମୁଗ ଡାଲି କରିବା। ମୁଗ ଡାଲି। ଆଚ୍ଛା, ଡାଲିଟାକୁ ତମେ ଯୋଉ ଛୁଙ୍କ କରୁଛ, ତାକୁ ଟିକେ ଭଲ କରି ପିଆଜ ଲଙ୍କା ଦଉନା। ପିଆଜ ଦେଇକି ଖାଇବ, ଚୁବିବ। ମୁଁ ହାଟରୁ ସବୁବେଳେ ଛୋଟିଆ ଛୋଟିଆ ପିଆଜ କିଣିକିରି, ଆମର ତ ଲୋକ ନାହାନ୍ତି। ପିଆଜ ହେଲେ ତ ଖାଇଲେ କଣ? ପିଆଜଟା କୋଉଠି ଗୋଟାଏ ପକଉଛୁ ନା ଚେନ୍ନାଇ ପିଆଜ ପକଉଛୁ? ଏତିକି ସେଦିନ ପକେଇ ରଖିଥାଏ। ଏତିକି ମୁଁ ଯେତେବେଳେ ଡାଲି, ଗତ ଥରଟା ମୁଗ ଡାଲି ମୁଁ ଛୁଙ୍କ କରିବାକୁ ତାଟିଆ ଡାଲି, 2 ତାଟିଆ ଡାଲି ହବନି। ଗୋଟେ ମୁଁ ସହଜ ଛୋଟିଆ ପିଆଜ ଆଣିଛି, ତାର ଚେନ୍ନାଇ କାଟିକି ରଖିଛି। ଛୁଙ୍କ ହବ ବୋଲି ଚେନ୍ନାଇ ଏତିକି ଖଣ୍ଡେ। ଇଏ କରୁଛି ଆଉ ସେଇ ଡାଲି ଗୁଡା ଭଲ ଲାଗୁନି। ଆଉ ମୁଁ ସେଠୁ ଆଉ ଗୋଟେ ପିଆଜ କାଟିଲି। ମୁଁ କହିଲି ମୁଁ ଛୁଙ୍କ କରୁଛି, ଭାରି ଭଲ ଲାଗୁଛି। ଆଉ
ମୁଁ ସହଜେ ଛୋଟିଆ ଛୋଟିଆ ପିଆଜ କିଣିକି ଆଣେ କଣ ଲାଗି ବାଛିକି ଛୋଟ ଆଣେ ଆମର କଟା ପିଆଜ ରହିବନି ଯାହା ହବ ଗୋଟାଏ ମୁଁ ମୋର ଗୋଟାଏ ଏଡ଼ିକି ପିଆଜ ଗୋଟାଏ ସାଲାଡରେ ଖାଇଦିଏ ଆଉ ତୁ ଗୋଟାଏ ପିଆଜ ପକେଇବୁନୁ ଡାଲିରେ ଛୋଟିଆ ଛୋଟିଆ ପିଆଜ ଗୋଟିଏ ପକେଇବୁନୁ କାଟିକିରି ତାଟିଆ ଖଣ୍ଡେ ଡାଲି ହବ କି ତାଟିଆ ହଉଛି ଆମେ ଦି ଜଣ ଖାଉଛେ ଦି ତାଟିଆ ଡାଲି ହଉଛି ଦି ତାଟିଆରୁ ଅଧିକା ଡାଲି ହଉଛି ଦି ତାଟିଆ ଡାଲି ଛୁଙ୍କଟା ଯେତିକି ହବା କଥା ସେତିକି ହବ ଆଉ ମାନେ ମେଞ୍ଚା ଖଣ୍ଡେ ପାଖାପାଖି କାଟିକି 600 ପକେଇଲେ ଖଣ୍ଡେ ଡାଲି ହଉଛି 300 ଗ୍ରାମ ଲେଖା ଡାଲି ଖିଆ ହଉଛି ମତେ ଲାଗୁଛି କଣ ବାଗ ଜବା ସେଦିନ ଲାଗିଲା ପାଣିଆ ଡାଲି 600 ml ଭଳିଆ ହଉଛି ଜିରା ପକେଇ ଦେଇଛ ଫୁଟଣ ସୋରିଷ ଜିରା ନାହିଁ ପଡିବନି ଛୁଙ୍କରେ ତତେ ଆସୁନି ଜମା ଆଉ ମୁଗ ଡାଲିରେ କାହିଁ ଜିରା ପଡିବ ସବୁ ମୁଗ ଡାଲିରେ ଡାଲିରେ ପଡିବ। ସୋରିଷ ପଡିବ ଜିରା ଫୁଟେଇବୁ ଫୁଟଣ ଫୁଟେଇବୁ ଆଉ ଲଙ୍କା ଟିକେ ଗୋଟିଏ ଭଲ କରି ଲଙ୍କାଟା ପୁରା ପୋଡି ଦବ ଜାଳି ଦେଇକିରି ପୁରା ଏକଦମ କଳା କରିଦବ ନେ ଆଉ ଛୁଙ୍କ ଆଚ୍ଛା ଜାଳି ଦେଇ କଳା କରି ପୋଡା ଛୁଙ୍କରେ ଢାଳିବ ନିଜେ ସେଠି କାଶୁଥିବ ଏଇ କାଶୁଥିବ ଗଲା ଆରେ କଣ ପୋଡିବ କାହିଁ ଛୁଙ୍କ ମୁଁ ଯେତେବେଳେ ମୁଁ ରୋଷେଇ ଯୋଉ କରୁଛି ମୁଁ ଛୁଙ୍କ ପଡୁଛି ମୁଁ ରୋଷେଇ କଲେ କାଶୁଛୁ ନା ତୁ ବା ସେଠି ମାରିବ ଛୁଙ୍କ ମୁଁ ଏଠି କାଶୁଥିବି ନିଜେ କାଶୁଥିବ ସେଠି ମୁଁ ଏଠି କାଶିବି ପୁରା ପୋଡିକି ଯାଛାତା କଡା ଗୁଡା ତ ଛାଡ ସବୁ କଡା ପୋଡିଦେଲା କେତେ କଡା କିଣୁଛୁ 6-7ଟା କଡା ସବୁ କଡା ବସେଇ ଦେଇ ଜାଳି ଦେଇକି ଆଡେ କଣ କରୁଥିବ ମୋରି ବିରୁଦ୍ଧରେ ଗାଇବାକୁ ଆସେ ଚଲେଇବ ଶୁଣୁ ବସିଲେ ଆଙ୍କ ପାଖରେ ଖାଲି ମୋ ବିରୁଦ୍ଧରେ ଗପିବେ ଶୁଣୁ ଆଉ ଆଙ୍କ ମୁଣ୍ଡରେ ମସଲା କିଛି ନାଇଁ ଶୁଣୁ ମୋ କଥା ଅଛି ଶୁଣୁ ତୁ ଡାଲି ଛୁଙ୍କ ଆଙ୍କ କରିବୁ ମୁଣ୍ଡରେ ମସଲା ଟିକେ କିଛି ନାହିଁ। ଅଧିକା ତେଲ ଟିକେ ପକେଇବୁ ଖାଲି ମୋରି ବିରୁଦ୍ଧରେ ଗପିବେ ଏତିକି ଏତିକି ମୁଁ ତ ଆଣି ଜିନିଷ କାହିଁ ଆଙ୍କ ପାଖରେ ବସିବ ଶୁଣୁ ଆଙ୍କ ପାଖରେ ବସିଲା ପରେ ବିରୁଦ୍ଧରେ ଗପିବେ ନାଇଁ, ଖାଲି ଶୁଣ। ଆଉ କିଛି ତା ମୁଣ୍ଡରେ ମସଲା ନାହିଁ ନାଇଁ ବିରୁଦ୍ଧରେ ଗପୁନି ଶୁଣୁ ତୁ ଟିକେ ବେଶୀକିରି ପିଆଜ କାଟିବୁ କାହିଁ ବେଶୀ ପିଆଜ ଯେତିକି ଦରକାର ସେତିକି କଟା ବେଶୀ କିରି ଶୁଣୁ, ଆଉ ଟିକେ ବେଶୀ ତେଲ ପକେଇବୁ ଲଙ୍କା ଫୁଟେଇକିରି ଫୁଟଣ ଜିରା ପକେଇବୁ ତାପରେ ପିଆଜ ପକେଇବୁ ତାକୁ ପୋଡିବୁନୁ ଛୁଙ୍କ ପୋଡିବୁନୁ ଡାଲି ଯାଉନି ଦେଖିନି ସେଦିନ କେତେ ବଢିଆ ଲାଗିଲା ମୁଁ ଡାଲି କରିଥିଲି ଆଉ ବଢିଆ ଟିକେ ପିଆଜ ମସଲା ଟିକେ ଅଧିକା ତେଲ ଟିକେ ଅଧିକା ପକା ଭଜାରେ ତେଲ ଆମର ତ ଯୋଉ ପଳା 2 ପଳା ତେଲ ପକେଇଦେଲେ ଭଜା ହେଇଯିବ ଜମା ପାଣି ଦେଇ ସିଝେଇବୁନୁ ପାଣି ଯୋଉ ଭଜା କରିଦବ ଭଜା ପୋଡିଥବ ହୁରୁ ହୁରୁ ଜାଳ ନହେଲେ ମୁଁ ଭଜା କରୁଛି ତୁ ଖାଉଛୁ କେତେ ଭଲ ଲାଗୁଛି ଭଲ ଲାଗୁନି ପୁଳା ପୁଳା ଲୁଣ ଆଉ ପୁଳା ପୁଳା ଦର୍ଶିଟା ହଁ 10,000 ତୋରି ଭଳିଆ ଟିକେ ଡାଲି ଟିକେ ଛୁଙ୍କ କର ଭଲ କି ଡାଲି ଏଇ କାଲି ଗୋଟେ ଡାଲି କରିଥିଲୁ କିଛି ଲାଗିଲାନି ସିଝା ଆଣ କି ଫାଣ କିଛି ଲାଗିଲାନି ଟିକେ ପିଆଜ ଭାସିବନି ଡାଲିରେ ଏତିକି ଡାଲି ହଉଛି ଏଡ଼ିକି ଗିନାରେ 2 ଗିନା ଡାଲି ହବ ମାନେ ପାଖାପାଖି କଣ 100 ଗ୍ରାମ ଖଣ୍ଡେ ଡାଲି ସେ ପକଉଛି 100 ଗ୍ରାମ ଡାଲି ପକେଇଲେ ଆମର ହେଇଯାଉଛି 2 ଗିନା ଡାଲି ଖାଉଛି ତାକୁ ଟିକେ ଭଲ କି ଟିକେ ପିଆଜ ଟିକେ ଗୋଟିଏ ପିଆଜ ଦବୁ ଗୋଟେ ପିଆଜ ଗୋଟେ ତେଲ ଦେଇ ଭଲ କି ଟିକେ ଛୁଙ୍କ କରି ଛୁଙ୍କକୁ ପୋଡ଼ିବୁନୁ ଆଉ ମତେ ସମୟ ହଉଛି ରୋଷେଇ କରିବାକୁ ମୁଁ କୁଆଡେ ଯିବି ନା କେତେ କାମ ଅଛି ମୋର ମୁଁ କୁଆଡେ ଯିବି ନା ଆଉ ଏମିତି କରିଦେବୁ ଗଡବଡ କରିଦଉଛି ମୁଁ ଆଉ କଣ ତାକୁ ଖାଇବାକୁ ବାଧ୍ୟ ଆଉ ବାଟ କିଛି ନାହିଁ ଛୁଙ୍କ ଟିକେ ଭଲ କରି କରିବୁନୁ ଭଲ କି ଟିକେ ପିଆଜ ପକେଇ ଭଲ କି ଲଙ୍କା ଟିକେ ପକେଇ ଲଙ୍କା ଗୋଟିଏ ଫୁଟା ହେଲେ ଚଳିବ ତାକୁ ପୋଡ଼ିବୁନୁ ଛୁଙ୍କକୁ ପୋଡ଼ିବୁନୁ ଆଜି ଖାଲି କଦଳୀ ଭଜା କରିବ ନା କଦଳୀ ଆଉ କଣ ପକେଇବ ଆଳୁ ଗୋଟେ ପକେଇବା ଗୋଟାଏ ଫାଳେ ପକେଇବା ଆଚ୍ଛା ତୁ କାଲି ଗୋଟାଏ ଆଳୁ ପକେଇ ଖାଇଛୁ କାଲି କଣ ହେଲା ନାଉ ସନ୍ତୁଳା ହେଲା କାଲି ନିମନ୍ତ୍ରଣ ଥିଲା ଆମର ଖରାବେଳେ ମୁଁ କହିଲି ମୁଁ ଖାଇବି ନିମନ୍ତ୍ରଣ ଗଲି ଖାଇବା ଲାଗି ଭୋଜି ଥିଲା ଗୋଟେ ତାପରେ ରାତିରେ ଆମର ଅଛି କଣ ମଠରେ ଭୋଜି ମୁଁ ଖାଏ ନା କିନ୍ତୁ କାଲି ଖାଇଲି ଆଚ୍ଛା ଇଏ କଣ କଲା ତାପରେ ନାଉ ସନ୍ତୁଳା ଆମେ ଯାହା ଖାଇଲୁ ରୁଟିରେ ଆଉ ରଖିଦେଇଛୁ ଅଳ୍ପ ଟିକେ ବେଶୀକିରି ହେଇଥିଲା ତାପରେ ଆଳୁ ବାଇଗଣ ସିଝେଇ ଦେଇଛି ଟମାଟର ସିଝେଇଥିଲୁ ଆଳୁ ବାଇଗଣ ଆଳୁ ଗୋଟାଏ ଆଳୁ ଏତେ ଆଳୁ ଖାଆନା ବୁଝିଲୁ ମୁଁ ଫାଳେ ପକଉଛି ଆମେ 2 ଜଣ ଖାଉଛୁ କୋଉଠି ଏଡ଼ିକି ଟିକେ ସବୁ ତ ବଡ ବଡ ଆଳୁ ଆସିଥିଲା ନାଇଁ ଆଳୁ ଏତେ ଖାଇବ ନା ଆଉ କଣ ନା ବାଇଗଣ ଅଧିକ ପକଉନୁ ବାଇଗଣ ଅଧିକ ଟିକେ ଜଗ ଦେହକୁ ଟିକେ ଜଗ ଏବେ ବୁଆ ହେଇ କେତେ ବୋଇଛି ତତେ ବୁଲେଇ ମୋ ଜୀବନ ଛାଡିଛି କେନ୍ଦ୍ରାପଡା ଠୁ କଟକ ପର୍ଯ୍ୟନ୍ତ ତ ଭୁବନେଶ୍ୱର ଯାଉଛୁ ଦେହ ପା ଟିକେ ଜଗ ଦେହ ଟିକେ ସୁସ୍ଥ ରୁହେ ତୁ ଟିକେ ଚଲାବୁଲା କରିବୁ ବାସ୍ ଘର କାମ ଟିକେ କରୁଛୁ ସେତିକି କର ଆଉ 2-3 ବର୍ଷ ସି ମାମଲା 2-3 ବର୍ଷ ପର୍ଯ୍ୟନ୍ତ ଟିକେ ଥଇଥାନ ହେଇକି ଏମିତି ରହିଲେ କଣ 2.5 ବର୍ଷ 3 ବର୍ଷ 2.5 ବର୍ଷ ପରେ ଯାଇ ବଡ ଝିଅ ଆସିବ ତା ବ୍ୟବସ୍ଥା ତେଣୁ ସିଏ ପର୍ଯ୍ୟନ୍ତ ଟିକେ ସୁସ୍ଥ ନିଜେ ରହ ଦେହକୁ ଟିକେ ଜଗିକି ରହ ଆଡୁ ସାଡୁ ଖାନା ଖାଦ୍ୟ ପ୍ରତି ଟିକେ ରୁଚି ରଖ ଅଣ୍ଡା ଆଣିବି ଆମଲେଟ କରିବୁ ଆଜି ପୁରୀ
ନା ଚା ଆଉ ଟିକେ ଯଦି ଆଣୁଛୁ ଆଣୁନୁ ତୁ ଟିକେ କମ୍ ପିଇ ମତେ ଟିକେ ଅଧିକା ଦେ ଯଦି ଅଛି ଟିକେ ଦେ ମୁଁ ଟିକେ ପିଇଦିଏ ଆଣିଯା ଟିକେ ଭିଡିଓ କଲ୍ କରିବା ଯିବା ଘର କାମ କ'ଣ ଅଛି କରିବା ମତେ ଜାକି ଜୁକି କାହିଁ ହଉଛୁ ପିଆଜରେ ପିଆଜ ତେଲ ଟିକେ ପକଉନି ଟିକେ ନାଗୁରୁ ପିଆଜ ଟିକେ ନାଗୁରୁ ତେଲ ପକେଇଦବ କହିବ ତାକୁ ମତେ କୋଉଠି ସମୟ ହଉଛି ରୋଷେଇବାସରେ ସହଯୋଗ କରିବାକୁ ମୁଁ ତ ସାଙ୍ଗରେ ନିହାତି କ'ଣ ଗୋଟେ ଦରକାର ପଡ଼ିବ ୟାକୁ କରିପାରିବନି ଭଜା କରିପାରୁନି ଭଜାଟାକୁ ମୋଟାମୋଟି ତା ଭଜାକୁ ଆଇଦର ପୋଡ଼ି ଦେଉଛି ତା ତଳେ ପାଣି ଥବ ଯଦି ନ ପଡ଼ିବ ପାଣି ଥବ ଜାଳର ମ୍ୟାନେଜମେଣ୍ଟଟା କରିପାରୁନି କୋଉ ଟାଇମରେ କେତେ ଜାଳ ଦବ ସେଇଟା ମ୍ୟାନେଜମେଣ୍ଟ କରିପାରୁନି ତାର ଇଏ କାମ କରୁନି ସେକେଣ୍ଡ ଚାଟା ଏଥିରେ ଯେତିକି ଅଛି ଏତିକି ଚା ଅଛି ଏତିକି ଆପଣମାନେ ଦେଖିପାରୁନାହାନ୍ତି ଏତିକି ଚା ମାନେ ଆମର କ'ଣ ମାର୍କେଟରେ ହେଉଛି 2 କପ୍ 3 କପ୍ ଭଳିଆ ପିଇ ସାରିଣି ଆଉ ମୁଁ ବି ପିଉଛି ବହେ ଲେଖା କଫି ଟିକେ ମିଶେଇ ଦେଇଛି ତା ଫ୍ଲେଭର ଟିକେ ବାସୁଛି ଆଉ ଭଲ ଲାଗୁଛି କାଲି କଫିଟା ଆଣିଲି କହିଲା କଫି କଥା ପ୍ରତ୍ୟେକ ଶୀତ ମାସରେ ଆସେ ପ୍ରତି ବର୍ଷ ଶୀତ ମାସରେ 1-2 କଫି ଆସିକି ଖିଆ ହୁଏ କାଲି ଗୋଟେ ଆଣିଲି ତାହା ଟିକେ ଟିକେ ମିଶେଇଛି ଆଚ୍ଛା ଆଳୁ ବୋଧେ ସରିଗଲାଣି ନା କେଇଟା ଅଛି ଆଉ 2ଟା ଖଣ୍ଡେ ଅଛି ସୁଗାର ଫ୍ରି ନୁହଁ ଲୋ ସୁଗାର ଆଳୁ ସରିଗଲାଣି ତାକୁ ଯାଇ ଆଣିବାକୁ ପଡ଼ିବ ରିଲାଏନ୍ସ ଫ୍ରେଶରେ ବୋଧେ ରେଟ୍ ବଢ଼ି ଯାଇଥିବ ଫେରେ ବୁଝିଲୁ ଏଇଠି ଆଳୁ ରେଟ୍ ଅଛି 59ରେ କିଣିଥିଲି ତାପରେ 65ରେ ଆଜି ବୋଧେ 75ରେ କିଣା ହବ କେଜି 75 କେଜି 2 କେଜି ଖଣ୍ଡେ ଆଣିଲେ ପଳେଇ ଯାଉଛି 15-20 ଦିନ ପଳେଇ ଯାଉଛି 15-20 ବେଶୀ ଦିନ ଯାଉଛି ନାଇଁ 2 କେଜି ଆଣିଲେ ପାଖାପାଖି ମାସେ ପଳଉଛି 2 କିଲୋରୁ ଅଧିକା ରହୁଛି 2 କିଲୋରୁ ଅଧିକା ସେ ପ୍ୟାକେଟଟାରେ 2 କିଲୋରୁ ଅଧିକା ରହୁଛି ଯେତିକି ରହୁଛି ସେ ପ୍ୟାକେଟ ଦେଇ କାଲି ଆଡ଼କୁ କେନ୍ଦ୍ରାପଡ଼ା ଯିବାର ବ୍ୟବସ୍ଥା ବୋଧେ କରିବି କାଲି କ'ଣ କରିବା କାଲି ବୁଝିଲୁ କାଲି ସକାଳେ କ'ଣ ଟିକେ ଏଇ ଯୋଉ ସାଧା ଭଜା ଫଜା ସନ୍ତୁଳା କରିଦେବା ସବୁ ପଚିଗଲାଣି ଅମୃତଭଣ୍ଡା ପଚିଗଲା ତ ପୋପଡ଼ା ହେଲା କଖାରୁ ଆସୁନି ସନ୍ତୁଳା କଖାରୁ ଆଣ ନା ଅମୃତଭଣ୍ଡା ସନ୍ତୁଳା କରୁନା ସନ୍ତୁଳା ଆଇଲା ଖାଇଲନି ପଚିଗଲା ଆଉ ସନ୍ତୁଳା କରୁନା କ'ଣ ବାଟି ବୁଟିକି କରୁଛ ତମର ଖାଇଲେ ସିନା ଖାଇ ସମୟ ଗୋଟେ ହଉଛି ସକାଳେ ଇଏ ହଉଛି ସିଏ ହଉଛି ଆଉ ତାକୁ ସବୁ ପରିବା କାଲି ବୁଧବାର ଅଛି କଥା ଶୁଣୁ କାଲି ଚିଙ୍ଗୁଡ଼ି ଆଣିବା ଖରାବେଳେ ଅଳ୍ପ କରି ଚିଙ୍ଗୁଡ଼ି କାଲି କରିବା ଶୁକ୍ରବାରକୁ ଅଳ୍ପ ରଖିବା ହେଲା 300 ଖଣ୍ଡେ ଆଣିଲେ ଆମର 2 ଥର ହେଇଯିବ ଆଳୁ ପକେଇ ଝୋଳ କରି ଅଳ୍ପ ଅଳ୍ପ ଖାଇବା ଖରାବେଳେ ହେଲା 300 ଗ୍ରାମ ଚିଙ୍ଗୁଡ଼ି ଜମା ଆଣିବି ବେଶୀ ନୁହେଁ ବଡ଼ ଟିକେ ଆଣିବି କାଲି ଖରାବେଳେ ଖାଇବା ଶୁକ୍ରବାର ଖରାବେଳେ ଖାଇବା ବେଶୀ ଖାଇବାନି ମାଛ ଅଳ୍ପ ଅଳ୍ପ ଆଣି ଖାଇବା ସେଦିନ ପୁରୀ ମାଛଟା ବଢ଼ିଆ ଲାଗିଲା ନାଇଁ ଭଲ ଲାଗେ ତୁ ରାନ୍ଧିଥିଲୁ ନାଇଁ ମାଛ ଝୋଳ କରିବ ଝୋଳ ଡଙ୍ଗାଏ ଝୋଳ କରିଦବ ଡଙ୍ଗାଏ ମୁଁ ତ କମ୍ ଖାଏ ଝୋଳ ମତେ ଯାହା ଦବ ଖାଇଦେବି ନିଜେ ନବ ବହେ ଫୋପାଡ଼ି ଦବ ଗଲା ଆଉ ଯେତିକି ଖାଇବ ଫୋପାଡ଼ି ଦବ ଡଙ୍ଗାଏ ଝୋଳ ପୁରା ଜାକି ଜୁକି ହେଇ ଯେତିକି ଖାଇବା ଯେତିକି ଆମେ 2 ଜଣ ଖାଇବା ମୁଁ ସେତିକି କରେ କେମିତି ଲାଗୁଥିଲା ଝୋଳ ସେଦିନ ମୋଟା ଝୋଳ ବଢ଼ିଆ ଟିକେ ଟିକେ ଖାଇବ ବଢ଼ିଆ ଲାଗିବ ମୁଁ ମସଲା ଜମା ଖାଏ ନା ମସଲା ଖାଉନା ଆଉ ଝୋଳ ଡଙ୍ଗାଏ କାହିଁ କରୁ ଟିକେ ହାତ ମାରି ଖାଇବୁ ତ ଡଙ୍ଗାଏ ଝୋଳ କରୁଛୁ କାହିଁକି ମସଲା କମ୍ ବାଟିବୁ ତାହେଲେ ମସଲା ବି ଅଧିକ ଦେଇଛୁ ସେଦିନ ମାଛ ତରକାରୀ କମ୍ ମସଲା ହେଇଥିଲା କି ମସଲା ଟିକେ ଅଧିକ ହେଇଯାଉଛି କାଲି ଚିଙ୍ଗୁଡ଼ି ଆଣିବା କଥା ଚିନ୍ତା କଲା ବେଳକୁ ମତେ ଖାଲି ବାନ୍ତି ମାଡ଼ି ଯାଉଛି ରୋହି ଭାକୁର କଥା ଚିନ୍ତା କଲା ମତେ ବାନ୍ତି ଚାଲି ଯାଉଛି ସବୁବେଳେ ସେ ରଖିବା ଆଉ ଚିଙ୍ଗୁଡ଼ି ଆଣିବା କାଲି କେତେ ତାରିଖ କାଲି ହେଉଛି 18 19 20 21 ଶନିବାର ଦିନ ହେଉଛି ତାଙ୍କର 11 ଲିପି ଘର ମୁଁ ଯିବି ତାପରେ ରବିବାର ଦିନ ପୁଣି ଯିବି ଏଠିକି ତାଙ୍କୁ ଖାଇବା ପିଇବା ବାଇଆ ଯିବ ମୋ ସାଙ୍ଗରେ ଖାଇବା ପିଇବାରେ ସେ ଦେଇଦେବ ଲିପି ଦେବ କହିଛି ଖାଇବାକୁ ତୋ ପାଇଁ ତୁ ଖାଇବୁ ଆସିଲେ ମାଛ ଆଉ ମୁଁ ତ ଆମିଷ ଖାଇବିନି ରବିବାର ଦିନ ବାଇଆ ଯିବାକୁ କହିଛି ବାଇଆ ଯିବ ତାଙ୍କ ଘରେ ନିମନ୍ତ୍ରଣ କରାହେଇଛି ସେ କ'ଣ ଆଉ ଯିବ ବାବୁ କ'ଣ ଯିବ ବାଇଆକୁ ଲିପି କହିଛି ମୁଁ ନିମନ୍ତ୍ରଣ ବାବୁନି କହିଛି ଲିପି କହିଛି ଆଉ ବାବୁନି କ'ଣ ବାବୁନି ସମୟ ଅଛି କହିବାକୁ
କାଲି ରାତିରେ ସେ ଫେରିଛନ୍ତି ରାତିରେ ଯାଇ ମାର୍କେଟିଂ ସାରି କେନ୍ଦ୍ରାପଡ଼ାରୁ ବାଟରେ ଯାଇଛନ୍ତି ତା ଶାଶୁ ଲାଗେ ଯୋଉ ସୁନା ବାହୁଟି ବୁଢୀ ଲାଗି ନବା ଲାଗି କେନ୍ଦ୍ରାପଡ଼ା ମୁଁ କହିଲି ଯା ମର୍ଦରାଜରୁ ନେଇକି ଯିବ ରାତିରେ ଫୋନ କରିଥିଲା ମତେ କାଲି ସୁନା ବାହୁଟି ସାଙ୍ଗେ ସାଙ୍ଗେ କିଣା ହେଇଗଲା। ଆଉ କିଣା ହବନି ବୁଢୀ ଲୋକ ସେ ତା ପୁଅ କଣ ରୋଜଗାର ନାହିଁ ପେଟ ଦେଖା ପେଟଟା ଘୋରା ପେଟ ଦେଖା ନା ଜମା କିଛି ଦୁଷ୍ଟ ପିଇ ଦେ ତ ଚା ପିଇ ଦେ ମୁଁ ଯାଉଛି ବର୍ତ୍ତମାନ କେତେଟା ବାଜିଲାଣି 7:30 ହେଇଗଲାଣି ଲାଉ କାଟିବି କଦଳୀ ଆଳୁ କାଟିବି ନା କଣ ଅଣ୍ଡା ଆଣିବି ଆମଲେଟ କରିଦେବୁ ଖାଇଦବା ଖରାବେଳେ ଅଣ୍ଡା ବହୁତ ଦିନ ଖିଆ ଯୋଉ ପଡିଗଲା ମୁଁ 2 ମାସ 3 ମାସ ଖଣ୍ଡେ ଅଣ୍ଡା ଖାଇନି ଏପର୍ଯ୍ୟନ୍ତ ଖିଆ ମୁଁ ଏପର୍ଯ୍ୟନ୍ତ ଖାଇନି ଯେବେଠୁ ପଡିଲାଣି କଣ ସେଟା ଏଇ ବାର୍ଡ ଫ୍ଲୁ ପଡିଲା ଆମ ଘରକୁ ଅଣ୍ଡା ଆଇଛି ବୋଧେ ତାର ଖାଇଛି ମୁଁ ଖାଇନି ତତେ ଆଣିଥିଲି ତୁ ଖାଇଥିଲୁ ଆଜି ଖାଇଦେବା ଟିକେ ଆମଲେଟ କରିଦେ ଦେଖିବା ଯିବା କାର୍ଯ୍ୟ ସାରିବା ମୁଁ ଯାଉଛି